ମା ମା କୁକୁଡ଼ା ମାନଙ୍କୁ ଖାଇବା ଦେବାକୁ ଯାଉଛ? ମତେ ଦିଅ, ମୁଁ କୁକୁଡ଼ା ମାନଙ୍କୁ ଖାଇବା ଦେଇଦେବି। ଆଚ୍ଛା ଠିକ ଅଛି ରେ ମା, ଏଇ ନେ। ତାପରେ କୁନି ଚଢ଼େଇ ଖାଇବା ଧରି ତା କୁକୁଡ଼ା ମାନଙ୍କ ପାଖକୁ ଗଲା ଆଉ ତାଙ୍କୁ ଖାଇବା ଦେଲା। ସେପଟେ ମା ଚଢ଼େଇ ରୋଷେଇ କରୁଥିଲା। ଆରେ ମା, ମୁଁ ଏଠି ଖାଇବା ରଖିଦେଇଛି, ତୁ ଖାଇନି। ମୁଁ ଯାଏ ଆମ କୁକୁଡ଼ା ଅଣ୍ଡା ଜଙ୍ଗଲରେ ବିକ୍ରି କରି ଆସେ। ଆଚ୍ଛା ଠିକ ଅଛି ମା। ମା ଚଢ଼େଇ କୁକୁଡ଼ା ଅଣ୍ଡା ଧରି ଜଙ୍ଗଲରେ ବୁଲି ବୁଲି ବିକ୍ରି କଲା। ଆରେ ଚଢ଼େଇ, ମତେ 5ଟା ଅଣ୍ଡା ଦେଲୁ, ଆଜି ମୋ ଝିଅ ଅଣ୍ଡା ଭଜା ଖାଇବ। ଆଚ୍ଛା ଠିକ ଅଛି କାଉ ଭଉଣୀ, ଏଇ ନିଅ। ଚଢ଼େଇ, ଏଇ ନେ ତ ଟଙ୍କା। ଆରେ ଚଢ଼େଇ, ତୁ ଆସିଗଲୁ। କେତେବେଳୁ ମୁଁ ତତେ ଅପେକ୍ଷା କରିଥିଲି। ଦେଲୁ ଦେଲୁ, ଶୀଘ୍ର ମତେ 2ଟି ଅଣ୍ଡା ଦେଲୁ। ଚଢ଼େଇ, ମୋ ଛୁଆମାନେ ପ୍ରତିଦିନ କୁକୁଡ଼ା ଅଣ୍ଡା ଖାଆନ୍ତି। ତୁ ଗୋଟେ କାମ କର, କାଲିଠୁ ପ୍ରତିଦିନ ମୋ ଘରେ 2ଟି ଅଣ୍ଡା ପହଞ୍ଚେଇ ଦେବୁ। ଠିକ ଅଛି ମିଟୁ ଭଉଣୀ, ତୁମେ ଚିନ୍ତା କରନି, ମୁଁ କାଲିଠୁ ତୁମ ଘରେ ଅଣ୍ଡା ପହଞ୍ଚେଇ ଦେବି। ଏମିତି ଚଢ଼େଇ ପ୍ରତିଦିନ ଅଣ୍ଡା ବିକ୍ରି କରୁଥିଲା। କିଛି ଦିନ ବିତିଗଲା। ଆରେ ସାଙ୍ଗମାନେ, ସ୍କୁଲରେ ଶୀତ ଦିନର ଛୁଟି ତ ଦେଇଦେଲେ। ଏବେ ଆମେ କୋଉଠିକି ପିକନିକ ଯିବା କୁହ? ମତେ ବି ପିକନିକ ଯିବାକୁ ଇଚ୍ଛା ହେଉଛି ଯେ ସାଙ୍ଗମାନେ, ହେଲେ ମତେ ଘରେ ଛାଡ଼ିବେ କି ନାହିଁ ମୁଁ ଜାଣିପାରୁନି। ଚାଲ ସମସ୍ତେ ଆଗ ଘରୁ ଅନୁମତି ଆଣିବା, ତାପରେ ଯାଇ ପିକନିକ କରିବା। ତାପରେ ସବୁ ଛୁଆ କଥା ହେଇ ଘରକୁ ଗଲେ ଆଉ ପିକନିକ ଯିବା ପାଇଁ ଘରୁ ଅନୁମତି ମାଗିଲେ। ମା ମା, ଆମ ସ୍କୁଲରେ ଶୀତ ଦିନର ଛୁଟି ଦେଇଦେଲେ। ଚାଲ ନା ମା, ଆମେ ପିକନିକ ଯିବା। ମୋର ସବୁ ସାଙ୍ଗ ପିକନିକ ଯିବାକୁ କଥା ହେଉଛନ୍ତି। ସବୁ ଛୁଆ ତାଙ୍କ ଘରେ ପିକନିକ ଯିବା କଥା କହିଲେ। ସବୁ ଶୁଣି ସମସ୍ତଙ୍କ ବାପା ମା ଗୋଟେ ଜାଗାରେ ଏକାଠି ହେଲେ। ଆମ ପିଲାମାନେ ପିକନିକ ଯିବାକୁ ଚାହୁଁଛନ୍ତି। ଆମେ ବି ଅନେକ ଦିନରୁ କୁଆଡେ ବି ଯାଇନାହାନ୍ତି। ଚାଲ ସମସ୍ତେ ମିଶି ପିକନିକ ଯିବା, ଛୁଆମାନଙ୍କୁ ବି ଭଲ ଲାଗିବ ଆଉ ଆମେମାନେ ବି ଗୋଟେ ଦିନ ମଜା କରିପାରିବା। ଆଚ୍ଛା ତେବେ ଠିକ ଅଛି, ଚାଲ ସମସ୍ତେ ରେଡି ହୁଅ କାଲି ପିକନିକ ଯିବା ପାଇଁ। ଚଢ଼େଇ, ତୁ ଖୁବ ଭଲ ଖାଇବା ରୋଷେଇ କରିପାରୁ, ଏଥର ପିକନିକରେ ତୁ ହିଁ ରୋଷେଇ କରିବୁ। ହଁ ଚଢ଼େଇ, ଏକଥା ପୁରାପୁରି ଠିକ। ତ ହାତ ତିଆରି ଖାଇବା ଯିଏ ଥରେ ଖାଇବ ନା, ସିଏ କେବେ ବି ଭୁଲି ପାରିବନି। ଆଚ୍ଛା ଆଚ୍ଛା ଠିକ ଅଛି, ମୁଁ ସମସ୍ତଙ୍କ ପାଇଁ ଖାଇବା ରୋଷେଇ କରିଦେବି। ତମେ ସମସ୍ତେ ସାମଗ୍ରୀ ଯୋଗାଡ଼ କରିନିଅ। ସମସ୍ତେ ଚଢ଼େଇର ପ୍ରଶଂସା କରୁଥିଲେ। ଏକଥା କିନ୍ତୁ କାଉର ସ୍ତ୍ରୀ ସହିପାରିଲାନି। ସେ ମନେ ମନେ ଚଢ଼େଇକୁ ଖୁବ୍ ଈର୍ଷା କରୁଥିଲା। ଯାହାକୁ ଦେଖ ସେ ଖାଲି ଚଢ଼େଇର ପ୍ରଶଂସା କରୁଛି ଯେ ଏମିତି ଚଢ଼େଇ ଏକା ହିଁ ରୋଷେଇ କରିବା ଜାଣିଛି। ଯେବେ ମତେ ସୁଯୋଗ ମିଳିବ, ମୁଁ ଏ ଚଢ଼େଇକୁ ଉଚିତ ଶିକ୍ଷା ଦେବି। ତାପରେ ସବୁ ଚଢ଼େଇ ମିଶି ପିକନିକର ଆୟୋଜନ କଲେ। ସକାଳେ ସବୁ ଚଢ଼େଇ ବସରେ ବସି ଝରଣା ପାଖକୁ ଗଲେ। ସମସ୍ତେ ନିଜ ନିଜ କାମରେ ଲାଗିଥିଲେ। ମା ଚଢ଼େଇ ରୋଷେଇ କରୁଥିଲା। ଠିକ ସେହି ସମୟରେ ଚଢ଼େଇ ଏବେ ପଲଉ ରାନ୍ଧୁଛି। ସେ ଯାଏ ମାଂସ ରାନ୍ଧିନି। ଏଇ ସୁଯୋଗରେ ମୁଁ ସବୁ ମାଂସ ଚୋରି କରି ନେଇଯାଏ, ତାପରେ ସବୁ ଦୋଷ ଚଢ଼େଇକୁ ଦେଇଦେବି। ଏମିତି କହି କାଉର ସ୍ତ୍ରୀ ମାଂସ ଚୋରି କରି ନେଇଗଲା। ମା ଚଢ଼େଇ ଖାଇବା ରାନ୍ଧିବାରେ ବ୍ୟସ୍ତ ଥିଲା। ସେ ଏକଥା ଜାଣିପାରିଲାନି, କିନ୍ତୁ ଦୂରରୁ ଥାଇ ମିଟୁ ସବୁ କିଛି ଦେଖୁଥିଲା। ଆରେ ଏ କାଉ ମାଂସ ସବୁ ଏମିତି ଚୋରି କରି ନେଉଛି କୁଆଡେ? ତାର ମତଲବ ମତେ କିଛି ଠିକ ଲାଗୁନି। ନିଶ୍ଚୟ ସେ ସବୁ ମାଂସ ଚୋରି କରି ଚଢ଼େଇକୁ ଦୋଷ ଦେବ ଭାବୁଛି, ହେଲେ ମୁଁ ଏମିତି ହେବାକୁ ଦେବିନି। ପଲଉ ରନ୍ଧା ତ ସରିଗଲା, ଏବେ ଯାଏ ମାଂସ ରାନ୍ଧିଦିଏ। କିଛି ସମୟ ପରେ ସମସ୍ତେ ଖାଇବାକୁ ବସିବେ। ଏଠି ତ ମାଂସ ନାହିଁ। ମୁଁ ତ ଏଇଠି ହିଁ ମାଂସ ରଖିଥିଲି। ଆଖ ପାଖରେ ତ କୌଣସି ବିଲେଇ ବି ନାହିଁ ଯେ ସେ ଆସି ନେଇଯିବ। ମୁଁ ଏବେ କଣ କରିବି? କେମିତି ମାଂସ ରାନ୍ଧିବି? ସମସ୍ତେ ମୋ ଉପରେ ଭରସା କରି ମତେ ରୋଷେଇ କରିବାକୁ ଦେଇଥିଲେ, ହେଲେ ମୁଁ ଏବେ ସମସ୍ତଙ୍କୁ କଣ ଖାଇବାକୁ ଦେବି? ଆରେ ହଁ, ମୁଁ ଏତେ ଚିନ୍ତା କାହିଁକି କରୁଛି? ମୋ ଘରେ ତ କୁକୁଡ଼ା ଅଣ୍ଡା ଅଛି। ମୁଁ ଆଜି କୁକୁଡ଼ା ଅଣ୍ଡାରେ ଭଲ ଭଲ କିଛି ଖାଇବା ବନେଇ ଦିଏ। ସମସ୍ତଙ୍କୁ ନିଶ୍ଚୟ ଭଲ ଲାଗିବ। ମୁଁ ଆଉ ଡେରି କରିନି, ଶୀଘ୍ର ଘରକୁ ଯାଏ। ଏମିତି ଚିନ୍ତା କରି ଚଢ଼େଇ ଶୀଘ୍ର ତା ଘରକୁ ଗଲା ଆଉ ତା ଘରୁ କିଛି କୁକୁଡ଼ା ଅଣ୍ଡା ନେଇ ଆସି ସେଥିରେ ବଢିଆ ବଢିଆ ଖାଇବା ତିଆରି କଲା। ସମସ୍ତେ ଯେତେବେଳେ ଖାଇବାକୁ ବସିଲେ,
ବାଃ ଚଢ଼ି, ତୁ ଆଜି ଅଣ୍ଡା କରିଛୁ। ହେଲେ ଆମେ ତ କଥା ହେଇଥିଲେ ପିକନିକରେ ମାଂସ କରିବା, ତାହେଲେ ତୁ ଅଣ୍ଡା କାହିଁକି କଲୁ? ଆଚ୍ଛା ହଉ, ଯାହା କଲୁ ତ କଲୁ, ଏବେ ମାଂସ ବି ନେଇଆ। ଆଜି ଆମେ ସମସ୍ତେ ସବୁକିଛି ଏକା ସାଙ୍ଗରେ ଖାଇବୁ। ଇଏ ମାନେ କଥା କଣ କି, ମାଂସ ନାହିଁ। ମୁଁ ମାଂସ ରୋଷେଇ କରିବା ପୂର୍ବରୁ ହିଁ କିଏ ମାଂସ ଚୋରି କରି ନେଇଯାଇଛି। ତୁ ଏ କଣ କହୁଛୁ ଚଢ଼େଇ? ମାଂସ ଚୋରି ହେଇଗଲା? ହେଲେ ଆମେ ସମସ୍ତେ ତ ଏଇ ଆଖପାଖରେ ହିଁ ଥିଲୁ, ସେଇ ଭିତରେ ମାଂସ ଚୋରି କେମିତି ହେବ? ଆରେ ଆରେ, ତମେ ମାନେ କଣ ଏଯାଏଁ ଚଢ଼େଇ କଥା ବୁଝି ପାରିଲନି? ଚଢ଼େଇକୁ ଭାରି ଭଲ ଭାବନା। ଜାଣିଛ, ସେ ସବୁ ମାଂସ ଚୋରି କରି ନେଇଯାଇଛି, ଆଉ ଏବେ ଧରା ପଡିଯିବ ଭାବି ଚୋରି କଥା କହୁଛି। ନା ନା କାଉ ଭଉଣୀ, ମତେ ବିଶ୍ୱାସ କର, ମୁଁ ମାଂସ ଚୋରି କରିନି। ଆମେ ସମସ୍ତେ କେତେ ଖୁସିରେ ପିକନିକ ଆସିଛେ, ମୁଁ ମାଂସ କାହିଁକି ଚୋରି କରିବି କହିଲ? କାହିଁକି ନା ତୁ ଗୋଟେ ଲୋଭୀ ଚଢ଼େଇ। ଏତେ ଗୁଡେ ମାଂସ ଦେଖି ତୁ ନିଜକୁ ଆଉ ସମ୍ଭାଳି ପାରିଲୁନି, ସବୁ ଚୋରି କରି ନେଇଗଲୁ। ଆଉ ତାପରେ କୁକୁଡ଼ା ଅଣ୍ଡା ଆଣି ରୋଷେଇ କଲୁ। ମୁଁ ପା ଦୂରରୁ ଥାଇ ସବୁ ଦେଖୁଥିଲି। ଛି କାଉ ଛି, ତୁ ଚଢ଼େଇକୁ ଈର୍ଷା କରି ଏତେ ତଳକୁ ଖସିଗଲୁ, ତାକୁ ଚୋରର ଅପବାଦ ଦେଉଛୁ। ସମସ୍ତେ ଶୁଣ, ଏ ଚଢ଼େଇ ନିର୍ଦ୍ଦୋଷ, ସେ ମାଂସ ଚୋରି କରିନି। ପ୍ରକୃତ ଚୋର ତ ଏଇ କାଉ। ସେ ନିଜେ ସବୁ ମାଂସ ଚୋରି କରି ଏବେ ଚଢ଼େଇକୁ ଦୋଷ ଦଉଛି। ସେ ଯେତେବେଳେ ମାଂସ ଚୋରି କରୁଥିଲା, ମୋ ନିଜ ଆଖିରେ ସବୁ ଦେଖିଛି। ଏ ମିଟୁ ମିଛ କହୁଛି, ମୁଁ କିଛି ବି ଚୋରି କରିନି। ଆରମ୍ଭରୁ ଏଯାଏଁ ତ ମୁଁ ସମସ୍ତଙ୍କ ସାଙ୍ଗରେ ଅଛି, ଚୋରି କେତେବେଳେ କଲି? ମୁଁ ମିଛ କହୁନି, ମିଛ କହିକି ମତେ କଣ ଲାଭ ମିଳିବ? ଆଚ୍ଛା ଠିକ ଅଛି ମିଟୁ, ମୁଁ ଯଦି ଚୋରି କରିଛି ଭାବୁଛୁ, ତାହେଲେ କହ କଣ ପ୍ରମାଣ ଅଛି ତା ପାଖରେ? ହଁ ମିଟୁ, ତୁ ଯାହା ବି କହୁଛୁ ତାର କିଛି ପ୍ରମାଣ ଅଛି ତା ପାଖରେ? ହଁ, ମୋ ପାଖରେ ପ୍ରମାଣ ଅଛି, ଆସ ମୋ ସାଙ୍ଗରେ। ଏ କଣ ସମସ୍ତେ ମୋ ଘରକୁ କାହିଁକି ଆସିଛ? ଚଢ଼େଇ ଘରକୁ ଯାଅ, ସେଇଠି ସବୁ ମାଂସ ପାଇଯିବ। କାଉ, ତୁ ଯଦି ଚୋରି କରିନୁ ତାହେଲେ ଏତେ ଡରୁଛୁ କାହିଁକି? ଆଗ ଆମେ ତ ଘର ଖୋଜିବୁ, ତାପରେ ଯାଇ ଚଢ଼େଇ ଘରକୁ ଯିବୁ। ଏମିତି କହି ମିଟୁ କାଉର ଘର ଭିତରକୁ ଗଲା, ଆଉ ସବୁ ମାଂସ ବାହାର କରି ନେଇ ଆସିଲା। ଇଏ କଣ, ମୋ ଘର ଭିତରୁ ମାଂସ କେମିତି ବାହାରିଲା? ମୁଁ ତ ସବୁ ମାଂସ ଚଢ଼େଇ ଘରେ ରଖି ଦେଇଥିଲି। ହା ହା ହା, କାଉ, ତୁ ଯେତେବେଳେ ସବୁ ମାଂସ ଚଢ଼େଇ ଘରେ ରଖିଦେଇ ଚାଲିଗଲୁ, ସେତେବେଳେ ମୁଁ ସବୁ ମାଂସ ଆଣି ତୋ ଘରେ ରଖିଦେଇଥିଲି। ଏବେ ତ ପାଇବୁ ମଜା। ମିଛ, ଏ ସବୁ ମିଛ, ମତେ ବିଶ୍ୱାସ କର, ମୁଁ ଏ ମାଂସ ଚୋରି କରିନି। ଏ ସବୁ ମିଛ କି ସତ, ଏବେ ଆମେ ସମସ୍ତେ ନିଜ ଆଖିରେ ଦେଖୁଛୁ। କାଉ, ତୁ ଏତେ ଖରାପ, ନିଜେ ସବୁ ମାଂସ ଚୋରି କରି ଚଢ଼େଇ ଉପରେ ଦୋଷ ଦେଉଥିଲୁ। ମୁଁ ତ ବିଶ୍ୱାସ କରିପାରୁନି କାଉ ଭଉଣୀ, ତୁମେ ମୋ ସହ ଏମିତି ଅନ୍ୟାୟ କେମିତି କରିପାରିଲ? କାଉ, ତୋ ପରି ଗୋଟେ ଚୋର ଆଉ ମିଛୁଆ ପକ୍ଷୀକୁ ଆମେ ଆମ ଜଙ୍ଗଲରେ ରଖିପାରିବୁନି। ତୁ ଆଜି ହିଁ ଆମ ଜଙ୍ଗଲ ଛାଡି ଚାଲିଯା। ମୋର ଭୁଲ ହେଇଗଲା, ମତେ କ୍ଷମା କରିଦିଅ। ଚଢ଼େଇ ଭଲ ରୋଷେଇ କରିପାରେ ବୋଲି ମୁଁ ତା ଉପରେ ଅନେକ ଈର୍ଷା କରୁଥିଲି, ହେଲେ ଏବେ ମୁଁ ମୋ ଭୁଲ ବୁଝି ପାରୁଛି। ଚଢ଼େଇ, ତୁ ବି ମତେ କ୍ଷମା କରିଦେ। ମୋ ଭୁଲ ପାଇଁ ମୁଁ ଅନୁତପ୍ତ। ଦୟାକରି ମତେ ଏ ଜଙ୍ଗଲରୁ ବାହାର କରନି। ଏ ଜଙ୍ଗଲ ଛାଡ଼ିଦେଲେ ମୋ ପାଖରେ ରହିବାକୁ ଆଉ ଘର ନାହିଁ। ଆଚ୍ଛା ତେବେ ଠିକ ଅଛି, ତୁ ଯଦି ଆମର ଗୋଟେ ସର୍ତ୍ତରେ ରାଜି ହେବୁ, ଆମେ ତତେ ଏ ଜଙ୍ଗଲରୁ ଆଉ ବାହାର କରିବୁନି। ହଁ ହଁ, କୁହ, ମୁଁ କଣ କରିବି? ତୁମେ ଯାହା ବି ସର୍ତ୍ତ ଦେବ, ମୁଁ ସବୁଥିରେ ରାଜି। ତେବେ ଠିକ ଅଛି, ଏ ବର୍ଷ ପିକନିକର ସବୁ ଖର୍ଚ୍ଚ ତୁ ଦେବୁ, ଆଉ ସମସ୍ତଙ୍କୁ ନିଜ ହାତରେ ମାଂସ ରାନ୍ଧି ଖୁଆଇବୁ। ତାହେଲେ ଯାଇ ଆମେ ସମସ୍ତେ ତତେ କ୍ଷମା କରିଦେବୁ। ହଁ ହଁ ଠିକ ଅଛି, ମୁଁ ଏ ସର୍ତ୍ତରେ ରାଜି। ମୁଁ ଏବେ ହିଁ ନିଜ ହାତରେ ମାଂସ ରାନ୍ଧି ସମସ୍ତଙ୍କୁ ଖୁଆଇବି, ଆଉ ପିକନିକର ସବୁ ଟଙ୍କା ବି ଦେବି। କାଉର ସ୍ତ୍ରୀ ନିଜ ଭୁଲ ବୁଝି ପାରିବାରୁ ସମସ୍ତେ ତାକୁ କ୍ଷମା କରିଦେଲେ। ତାପରେ ସବୁ ଚଢ଼େଇ ମିଶି ପିକନିକରେ ମଜା କଲେ। ଖାଇବା ଖାଇସାରି ସମସ୍ତେ ନିଜ ନିଜ ଘରକୁ ଗଲେ। ସାଙ୍ଗମାନେ, ଶୀତ ଦିନ ଆରମ୍ଭ ହେଇଗଲାଣି। ବହୁତ ଦିନରୁ ଆମେ ପିକନିକ ଯାଇନାହାନ୍ତି। ଚାଲ ଏ ବର୍ଷ ଆମେ ସମସ୍ତେ ମିଶି ପିକନିକ ଯିବା। ପାହାଡ଼ ଉପରେ ନା ଏକ ସୁନ୍ଦର ବଗିଚା ଅଛି, ଆମେ ସେଇଠି ବଣଭୋଜି କରିବା, ନା କଣ? ହଁ ଚିଲ ଦିଦି, ଠିକ କଥାଟେ କହିଲ। ଆମେ ସମସ୍ତେ ଏବେ ଏଇ ବିଷୟରେ ହିଁ କଥା ହେଉଥିଲୁ। ତେବେ ଠିକ ଅଛି, କାଲି ଆମେ ସମସ୍ତେ ନିଜ ଘରୁ କିଛି କିଛି ଜିନିଷ ନେଇ ଆସିବା, ଆଉ ସେ ପାହାଡ଼ ଉପରେ ଥିବା ବଗିଚାକୁ ଯାଇ ଭୋଜି କରିବା।
ଏମିତି ଭୋଜିର ଯୋଜନା ବନେଇ ସବୁ ଚଢ଼େଇ ନିଜ ନିଜ ଘରକୁ ଗଲେ। ଆଉ ପରଦିନ ସକାଳେ ଭୋଜିର ସବୁ ସାମଗ୍ରୀ ଧରି ସେମାନେ ପାହାଡ଼ ଉପରକୁ ଗଲେ। ଧେତ୍, ଏତେ ଜଣ ଥାଉ ଥାଉ ଚିଲ ଦିଦି ମତେ ହିଁ କାଠ ଆଣିବାକୁ ପଠେଇଲେ। ମୁଁ ଏତେ ସବୁ କାମ କରିପାରିବିନି। ମୁଁ ଆଗ ଟିକେ ଆରାମ କରିସାରେ, ତାପରେ କାଠ ଖୋଜିବାକୁ ଯିବି। ଆରେ ଆମେ ତ ସବୁ ଜିନିଷ ଆଣି ସାରିଲେଣି, କାଉ ଏ ଯାଇ କାଠ କାହିଁକି ଧରିକି ଆସିଲାନି? ସେ କାଠ ନ ଆଣିଲେ ଆମେ ରୋଷେଇ କେମିତି କରିବା? ଚିନ୍ତା କରନି, ମୁଁ କାଠ ନେଇ ଆସିଛି। ଏଇ ନିଅ, ଏବେ ଚାଲ ରୋଷେଇ ଆରମ୍ଭ କରିବା। ଆରେ ଚଢ଼େଇ, ତୁ କଣ କାଠ ଆଣିଲୁ? କାଉ କୁଆଡ଼େ ଗଲା? ତମେ ମାନେ ତ କାଉର ଗୁଣ ଜାଣିଛ, କାମ କଲା ବେଳେ କରିବନି, ହେଲେ ଖାଇଲା ବେଳେ ଚାଲି ଆସିବ। କାଉକୁ ମୁଁ ଦେଖିନି, ରାସ୍ତାରେ ଶୁଖିଲା କାଠ ପାଇଲି, ସେଥିପାଇଁ ନେଇ ଆସିଲି। ନା ନା ଚଢ଼େଇ, ସେମିତି ହେଇପାରିବନି। କାଉ ଭୋଜିକୁ ଆସିଛି ମାନେ ତାକୁ ବି କାମ କରିବାକୁ ପଡ଼ିବ। ତମେ ମାନେ ରୋଷେଇ ଆରମ୍ଭ କର, ମୁଁ ଯାଇ ଦେଖୁଛି କାଉ କଣ କରୁଛି। ଆରେ କାଉ, ତୁ ଏତେ ଅଳସୁଆ? ଆମେ ସେପଟେ କାମ କରୁଛୁ ଆଉ ତୁ ଏଠି ଶୋଇ ରହିଛୁ। ତୁ ଯଦି ଆମକୁ କାମରେ ସାହାଯ୍ୟ ନ କରିବୁ, ଆମ ସହ ଭୋଜିରେ ଖାଇପାରିବୁନି, ବୁଝିଲୁ? ଆରେ ନା ନା ସାଙ୍ଗ, ମୁଁ ଶୋଇ ନଥିଲି, ଏମିତି ମୋର ଟିକେ ଆଖି ଲାଗି ଯାଇଥିଲା। ମୁଁ ଏବେ କାଠ ନେଇ ଆସୁଛି। ନା ନା, ତତେ ଆଉ କାଠ ଆଣିବାକୁ ପଡ଼ିବନି, ଚଢ଼େଇ କାଠ ଆଣି ସାରିଲାଣି। ତୁ ଯା ଟେଣ୍ଟ ଲଗେଇବୁ। ସମସ୍ତେ ପିକନିକ ଆସି କେତେ ମଜା କରୁଛନ୍ତି, ଆଉ ଏମାନେ ମତେ କାମରେ ଲଗେଇ ଦେଇଛନ୍ତି। ମତେ ଏସବୁ ଆଉ ଭଲ ଲାଗୁନି। ଯାଏ ଟିକେ ଜଙ୍ଗଲ ଭିତରୁ ବୁଲି ଆସେ। ମତେ ଆଜି ଜଙ୍ଗଲ ବୁଲିବାକୁ ଭାରି ଇଚ୍ଛା ହଉଛି। ପାହାଡ଼ ଉପରେ ଥିବା ସେ ବଗିଚାକୁ ମୁଁ ଏବେ ଯାଉଛି। ଆଚ୍ଛା ଠିକ ଅଛି, ତୁ ଏବେ ଯା, ହେଲେ ଶୁଣ ମା, ଶୀଘ୍ର ଘରକୁ ଫେରି ଆସିବୁ। ଚିନ୍ତା କରନି ମା, ମୁଁ ଶୀଘ୍ର ଘରକୁ ଫେରି ଆସିବି। ତାପରେ ବାଦଲ ଛୁଆ ପାହାଡ଼ ଉପରେ ଥିବା ବଗିଚାକୁ ଗଲା, ଆଉ ସେଠାରେ ଥିବା ପ୍ରଜାପତିଙ୍କ ସହ ଖେଳିଲା। ଦୂରରୁ ତାକୁ କାଉ ଦେଖୁଥିଲା। ଆରେ କଣ, ଇଏ ତ ବାଦଲ ରାଣୀର ଝିଅ। ଇଏ ଏକା ଏଠି ବଗିଚାରେ କଣ କରୁଛି? ଏଇ ବାଦଲ ଛୁଆକୁ ଦେଖି ମତେ ଏକ ଉପାୟ ମିଳିଗଲା। ମୁଁ ଶୀଘ୍ର ତା ପାଖକୁ ଯାଏ। ଆରେ ବାଦଲ ଝିଅ, ତୁ ଏଠି ପ୍ରଜାପତି ସହ ଖେଳୁଛୁ? ଲାଗୁଛି ତତେ ପ୍ରଜାପତି ସହ ଖେଳିବାକୁ ଭାରି ଭଲ ଲାଗେ। ଏମିତି ମୋ ଘରେ ଅନେକ ପ୍ରଜାପତି ଅଛନ୍ତି। ତୁ ମୋ ସାଙ୍ଗରେ ଆସେ, ମୋ ଘରେ ଥିବା ପ୍ରଜାପତିଙ୍କ ସହ ଖେଳିବୁ। ବାଦଲ ଛୁଆ କାଉ କଥାକୁ ବିଶ୍ୱାସ କରି ତା ସାଙ୍ଗରେ ଗଲା। ଯେମିତି ବାଦଲ ଛୁଆ କାଉର ଘର ଭିତରକୁ ଗଲା, କାଉ ଘରର କବାଟକୁ ବାହାର ପଟୁ ବନ୍ଦ କରିଦେଲା। ଏବେ ବାଦଲ ଛୁଆ ମୋ ଘରେ ବନ୍ଦୀ ହେଇ ରହିଲା। ଏବେ ଦେଖିବି ଚଢ଼େଇ ମାନେ ଖୁସିରେ କେମିତି ବଣଭୋଜି କରିବେ। ଏତେ ସମୟ ହେଇଗଲାଣି, ମୋ ଝିଅ ଏଯାଏଁ ଘରକୁ କାହିଁକି ଫେରିଲାନି? ମୁଁ ଯାଇ ମୋ ଝିଅକୁ ଖୋଜି ଦେଖେ। କଣ ହେଲା ବାଦଲ ରାଣୀ, ନିଜ ଝିଅକୁ ଖୋଜୁଛ କି? ହଁ କାଉ, ମୁଁ ମୋ ଝିଅକୁ ଖୋଜୁଛି, ହେଲେ ତୁ ଏ କଥା କେମିତି ଜାଣିଲୁ? ତୁ କଣ ମୋ ଝିଅକୁ ଦେଖିଛୁ? ହଁ ବାଦଲ ରାଣୀ, ମୁଁ ତମ ଝିଅକୁ ଦେଖିଛି। ସେ ପାହାଡ଼ ଉପରେ ଥିବା ବଗିଚାରେ ଖେଳୁଥିଲା। ଆମ ଜଙ୍ଗଲର ସବୁ ଚଢ଼େଇ ଆଜି ସେ ଜାଗାରେ ଭୋଜି କରୁଛନ୍ତି। ସେମାନେ ବାଦଲ ଛୁଆକୁ ଦେଖି ଭାବିଲେ ବାଦଲ ଛୁଆ ବର୍ଷା କରିବା ପାଇଁ ସେଠାକୁ ଆସିଛି। ବର୍ଷା ହେଲେ ତାଙ୍କ ଭୋଜି ନଷ୍ଟ ହେଇଯିବ ଭାବି ସମସ୍ତେ ତୁମ ଝିଅକୁ ଗୋଟେ ଘରେ ବନ୍ଦୀ କରି ରଖିଦେଇଛନ୍ତି। ମୁଁ ଏସବୁ ନିଜେ ଦେଖିଛି, ହେଲେ ମୁଁ ଏକା ହେଇଥିବାରୁ ବାଦଲ ଛୁଆକୁ ମୁକ୍ତ କରି ପାରିଲିନି। କଣ ହେଲା କାଉ? ସେ ଚଢ଼େଇ ମାନଙ୍କର ଏତେ ସାହସ? ସେମାନେ ଭୋଜି କରିବା ପାଇଁ ମୋ ଝିଅକୁ ବନ୍ଦୀ କରି ରଖିଛନ୍ତି। ମୁଁ ସେଇ ଚଢ଼େଇ ମାନଙ୍କୁ ଜମା ବି ଛାଡ଼ିବିନି। ମୁଁ ଏବେ ତାଙ୍କ ଭୋଜି କରିବା ଛଡ଼ଉଛି। ଏମିତି ରାଗି ବାଦଲ ରାଣୀ ପାହାଡ଼ ଉପରେ ଥିବା ବଗିଚାକୁ ଗଲା। ବାଦଲ ରାଣୀର ଗର୍ଜନରେ ପୁରା ପାହାଡ଼ କମ୍ପିଗଲା। କିଛି ସମୟରେ ହିଁ ସେଠି ପ୍ରବଳ ବର୍ଷା ହେଲା। ଅଚାନକ ଏମିତି ବର୍ଷା ଦେଖି ଚଢ଼େଇ ମାନେ ଚିନ୍ତାରେ ପଡ଼ିଗଲେ। ଆରେ ହଠାତ୍ ଏମିତି ବର୍ଷା କାହିଁକି ଆରମ୍ଭ ହେଇଗଲା? ସମସ୍ତେ ଖାଇବା ଗୋଡ଼େଇ ଦିଅ। ଆରେ ଦେଖ ଦେଖ, ବାଦଲ ରାଣୀ ଏପଟକୁ ହିଁ ଆସୁଛନ୍ତି। ଚାଲ ତାଙ୍କୁ ପଚାରିବା, ସେଇ ଅସମୟରେ କାହିଁକି ବର୍ଷା କଲେ? ବାଦଲ ରାଣୀ, ଏବେ ତ ବର୍ଷା ଦିନ ନୁହଁ, ଏମିତି ଅଚାନକ ବର୍ଷା କାହିଁକି କରୁଛ?
ଇ କଣ କହୁଛ ବାଦଲ ରାଣୀ? ଆମେ କାହିଁକି ତୁମ ଝିଅକୁ ବନ୍ଦୀ କରି ରଖିବୁ? କାଉ ତୁମକୁ ମିଛ କହିଛି। ବାଦଲ ରାଣୀ, ମତେ ଲାଗୁଛି କାଉ ତୁମ ଝିଅକୁ ବନ୍ଦୀ କରି ରଖି ଆମ ନାଁରେ ମିଛ କହୁଛି। ଆଜି ସକାଳେ କାଉ ସହ ମୋର ଝଗଡ଼ା ହେଇଥିଲା। ସେ ନିଶ୍ଚୟ ଆମଠୁ ପ୍ରତିଶୋଧ ନେବା ପାଇଁ ଏମିତି କରୁଥିବ। ମୋ ସାଙ୍ଗରେ ଥରେ ତା ଘରକୁ ଚାଲନ୍ତୁ, ସତ କି ମିଛ ଆପଣ ସବୁ ଜାଣିପାରିବେ। ତାପରେ ବାଦଲ ରାଣୀ ଆଉ ସବୁ ଚଢ଼େଇ ମିଶି କାଉର ଘରକୁ ଗଲେ। ସେପଟେ କାଉ ଅଙ୍କଲ, ମତେ ଘରେ ବନ୍ଦୀ କରି କାହିଁକି ରଖିଛ? ମତେ ଛାଡ଼ି ଦିଅ, ମୁଁ ମୋ ମା ପାଖକୁ ଯିବି। ଏ ବାଦଲ ଛୁଆ, ତ କାନ୍ଦ ବନ୍ଦ କର। କାନ୍ଦି କାନ୍ଦି ମୋ ଘର ଓଦା କରିସାରିଲାଣି। ମୋ କାମ ନ ସରିବା ଯାଏଁ ମୁଁ ତତେ ଛାଡ଼ି ପାରିବିନି। ଶୁଣୁ, ତୋ ଶକ୍ତିରେ ମୋ ପାଇଁ କିଛି ଖାଇବା ଆଣିଦେ, ମତେ ଭାରି ଭୋକ ଲାଗିଲାଣି। କାଉ ଅଙ୍କଲ, ମୁଁ ଏବେ ବହୁତ ଛୋଟ, ମୋ ପାଖରେ ଯାଦୁ ଶକ୍ତି ନାହିଁ। ମୁଁ ତୁମକୁ କେମିତି ଖାଇବା ଆଣିଦେବି? କଣ ହେଲା? ତୋ ପାଖରେ ଯାଦୁ ଶକ୍ତି ନାହିଁ? ତତେ ବନ୍ଦୀ କରି ମୋର କିଛି ଲାଭ ହେଲାନି। ତୁ ଚୁପ୍ ହେଇ ବସ, ମୁଁ ଟିକେ ଆରାମ କରିସାରେ, ତାପରେ ତତେ ଛାଡ଼ିଦେବି। ଏମିତି କହି କାଉ ଶୋଇ ପଡ଼ିଲା। ବାଦଲ ରାଣୀ କାଉର ଘର ପାଖରେ ପହଞ୍ଚିଗଲା। ବାଦଲ ଛୁଆ ଯେମିତି ତା ମାକୁ ଦେଖିଲା, ସେ ଚିତ୍କାର କଲା, ମା, ମା ମତେ ବଞ୍ଚାଅ, ଏ ଦୁଷ୍ଟ କାଉ ମତେ ତା ଘରେ ବନ୍ଦୀ କରି ରଖିଛି। ନିଜ ଝିଅର এই ଅବସ୍ଥା ଦେଖି ବାଦଲ ରାଣୀ ଖୁବ୍ ରାଗିଗଲା। ସେ ବିଜୁଳି ପକେଇ କାଉର ଘର ଭାଙ୍ଗିଦେଲା ଆଉ ତା ଝିଅକୁ ଉଦ୍ଧାର କଲା। ବାଦଲ ରାଣୀ, କାଉ ପାଇଁ ଆମେ ତୁମକୁ କ୍ଷମା ମାଗୁଛୁ। କାଉ ଆମ ଉପରେ ପ୍ରତିଶୋଧ ନେବାକୁ ଯାଇ ତୁମ ଝିଅକୁ କଷ୍ଟ ଦେଲା। ତୁମେ କାଉକୁ ଯାହା ବି ଶାସ୍ତି ଦେଇଛ ଠିକ୍ ଦେଇଛ। ବାଦଲ ରାଣୀ, ମତେ କ୍ଷମା କରିଦିଅ। ମୁଁ ତୁମ ଝିଅର କିଛି ବି କ୍ଷତି କରିନି। ମୁଁ କେବଳ ତାକୁ ଘର ଭିତରେ ରଖିଥିଲି। ଦୟାକରି ମତେ ଛାଡ଼ି ଦିଅ। ମୁଁ ଆଉ ଦିନେ ବି ଏମିତି ଭୁଲ କରିବିନି। ଚଢ଼େଇ, ତମେ ସମସ୍ତେ ବି ମତେ କ୍ଷମା କରିଦିଅ। ମୋର ବହୁତ ବଡ଼ ଭୁଲ ହେଇଗଲା। କାଉର ଏପରି ଅନୁତାପ ଦେଖି ବାଦଲ ରାଣୀ ତାକୁ ମୁକ୍ତ କରି ନିଜ ଝିଅକୁ ଧରି ସେଠାରୁ ଚାଲିଗଲା। ତାପରେ ସମସ୍ତେ ଭୋଜି କରିଥିବା ଜାଗାକୁ ଗଲେ ଆଉ ଖାଇବା ଖାଇଲେ। ଅନେକ ସମୟ ହେଇଗଲାଣି, ମୁଁ କିଛି ବି ଖାଇନି। ଭାରି ଭୋକ ଲାଗୁଛି, ହେଲେ ମୁଁ କାହାକୁ ବି ତ କାମରେ ସାହାଯ୍ୟ କରିନି। ଏବେ କେମିତି ଏମାନଙ୍କୁ ଖାଇବା ମାଗିବି? ଏଇ ନେ କାଉ, କିଛି ଖାଇବା ଖାଇନେ। ଏତେ ସବୁ ହେଲା ପରେ ବି ଚଢ଼େଇ, ତୁ ମତେ ଖାଇବା ଆଣି ଦେଇଛୁ। ସତରେ ଚଢ଼େଇ, ତୁ ଭାରି ଭଲ। ମୁଁ ଆଗ ଖାଇବା ଖାଇସାରେ, ତାପରେ ତୋର ପ୍ରଶଂସା କରିବି। ଆରେ ସାଙ୍ଗମାନେ, ଏଇ ଦେଖ ମୁଁ କଣ ଆଣିଛି। ଏଇଟା ଗୋଟେ ଗୋଲ୍ଡ ମେଡେଲ। ମୁଁ ଭାବିଥିଲି ଯିଏ ବି ଏ ଭୋଜିରେ ଅଧିକ କାମ କରିବ, ଶେଷରେ ମୁଁ ତାକୁ ଏ ଗୋଲ୍ଡ ମେଡେଲ ଦେବି। ମୁଁ ଭଲ ଭାବରେ ଦେଖିଛି, ଚଢ଼େଇ ହିଁ ଭୋଜିରେ ସମସ୍ତଙ୍କଠୁ ଅଧିକ କାମ କରିଛି। ସେଥିପାଇଁ ଆଜି ଏ ଗୋଲ୍ଡ ମେଡେଲ ମୁଁ ତାକୁ ଦେବି। ହେ, ମୁଁ ବି ଯଦି ଏମାନଙ୍କ ସହ ମିଶି ଭୋଜିରେ କାମ କରିଥାନ୍ତି, ମତେ ବି ଆଜି ଗୋଲ୍ଡ ମେଡେଲ ମିଳିଥାନ୍ତା। ସତରେ ମୁଁ କେତେ ବଡ଼ ଭୁଲ କରିଦେଲି। କାଉ ନିଜ ଭୁଲ ବୁଝିପାରି ବହୁତ ଅନୁତାପ କଲା। ସେ ଆଉ କେବେ ବି କାହାର କ୍ଷତି କଲା ନାହିଁ, ଆଉ ସମସ୍ତଙ୍କ ସହ ମିଳିମିଶି ରହିଲା।